ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଶୁଳ୍କ ଚଢ଼କ, ଯାହାଫଳରେ କି ଆମର ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନି 70% କମିବ ଏବଂ ଏହାର ଫଳରେ ଆମର ବିଦେଶୀ ମୁଦ୍ରା ଉପାର୍ଜନ ମଧ୍ୟ ହ୍ରାସ ପାଇବ। ଚାଷୀଙ୍କର ଯେଉଁ ଜୀବିକା ବି ତାହା ପ୍ରଭାବିତ ହେବ। ଆମର ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ। ତେଣୁ ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଏବଂ ଯେଉଁ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ 70% ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ। ତେଣୁ ବର୍ଷକୁ ପ୍ରାୟ 2000 କୋଟି ଟଙ୍କାରୁ 2000 କୋଟି ଟଙ୍କାର ଚିଙ୍ଗୁଡ଼ି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା ସେ ଆମେରିକା ବଜାରକୁ ରପ୍ତାନି କରିଥାଏ। ଏହି ଯେଉଁ ରପ୍ତାନି ଆମର ଓଡ଼ିଶା ପାଇଁ ବିଦେଶୀ ମୁଦ୍ରା ଉପାର୍ଜନର ସୁଯୋଗ ମଧ୍ୟ ଆଣିଥାଏ। ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ ଭାରତ ଉପରେ 50% ଶୁଳ୍କ ଘୋଷଣା କରିବା ପରେ ଉଭୟ ଚିଙ୍ଗୁଡ଼ି ରପ୍ତାନିକାରୀ ଏବଂ ଚାଷୀମାନଙ୍କର ଯେଉଁ ଚିନ୍ତା ବଢ଼ିଯାଇଛି। କାରଣ ଏବେ ଯେଉଁ ଶୁଳ୍କ ଚଢ଼ା ଶୁଳ୍କରେ ଆମେରିକାରେ ଯେଉଁ ବ୍ୟବସାୟ କରିବା ଏ ଯେଉଁ ରପ୍ତାନିକାରୀଙ୍କ ପାଇଁ ସମ୍ଭବ ନୁହେଁ। ଓଡ଼ିଶାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ କରାଯାଉଥିବା ଯେଉଁ ସମୁଦାୟ ରପ୍ତାନିରେ ଚିଙ୍ଗୁଡ଼ିର ଯୋଗଦାନ ସିଂହଭାଗ ହୋଇଥିବାରୁ ରାଜ୍ୟ ଏ ବାବଦରେ ବଡ଼ ଧରଣର କ୍ଷତି ମଧ୍ୟ ସହିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ ଇକ୍ୱେଡର ଉପରେ 15% ଏବଂ ଇଣ୍ଡୋନେସିଆ ଉପରେ 19% ଶୁଳ୍କ ଲଗାଇଛନ୍ତି। ଚିଙ୍ଗୁଡ଼ି ଏବଂ ସାମୁଦ୍ରିକ ଖାଦ୍ୟ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ବଜାରରେ ଏମାନେ ଭାରତର ବଡ଼ ପ୍ରତିଯୋଗୀ ରାଷ୍ଟ୍ର। ତେଣୁ ଏହି ଯେଉଁ ଶୁଳ୍କରେ ଥିବା ଏତେ ବଡ଼ ଯେଉଁ ପାର୍ଥକ୍ୟ କାରଣରୁ ଏହି ଯେଉଁ ଦେଶ ସହିତ ଓଡ଼ିଶା ଏବଂ ଭାରତର ଯେଉଁ ଚିଙ୍ଗୁଡ଼ି ରପ୍ତାନିକାରୀମାନେ ପ୍ରତିଯୋଗିତା କରିବା ସମ୍ଭବ ନୁହେଁ। 50% ଅଧିକ ଶୁଳ୍କରେ ବି ଆମେରିକାର ଗ୍ରାହକମାନେ ଓଡ଼ିଶା କିମ୍ବା ଭାରତର ଚିଙ୍ଗୁଡ଼ି ସେମାନେ କିଣିବେ ନାହିଁ। କେବଳ ରପ୍ତାନିକାରୀ ନୁହନ୍ତି, ଓଡ଼ିଶାର 10,000ରୁ ଅଧିକ ଚିଙ୍ଗୁଡ଼ି ଚାଷୀଙ୍କର ଜୀବିକା ପ୍ରଭାବିତ ହେବ। କାରଣ ଓଡ଼ିଶାରେ ଯେଉଁ ଚିଙ୍ଗୁଡ଼ି ଚାଷ ହୋଇଥାଏ ତାହା ମୁଖ୍ୟତଃ ରପ୍ତାନି ପାଇଁ କରାଯାଇଥାଏ। ଏଥିସହିତ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଜୀବିକା ମଧ୍ୟ ବାଧାପ୍ରାପ୍ତ ହେବ। ବଜାର ବିଶେଷଜ୍ଞଙ୍କର କହିବା ଅନୁଯାୟୀ ରପ୍ତାନିକାରୀମାନେ ଆମେରିକାରୁ ଅର୍ଡ଼ର ରଖିବା ବନ୍ଦ ମଧ୍ୟ କରିଦେଉଛନ୍ତି। କାରଣ ଚଢ଼ା ଶୁଳ୍କରେ ସେଠାରେ ସାମଗ୍ରୀ ବିକିବା ସହଜ ନୁହେଁ। ତେବେ ଫାଲକନ ଗ୍ରୁପର ନିର୍ଦ୍ଦେଶିକା ପ୍ରିୟଙ୍କା ମହାନ୍ତିଙ୍କର କହିବା ଅନୁଯାୟୀ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନ ହେବା ପର୍ଯ୍ୟନ୍ତ ରପ୍ତାନିକାରୀମାନେ ସେମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ବାଣିଜ୍ୟ ରାଜିନାମାରେ ଯଦି କିଛି ଅଗ୍ରଗତି ହୁଏ ଏବଂ ଅନ୍ୟ ଦେଶ ପାଇଁ ଟ୍ରମ୍ପ ଯେଭଳି ଶୁଳ୍କରେ ସଂଶୋଧନ ଆଣୁଛନ୍ତି, ଭାରତ ପାଇଁ ଯଦି ସେଭଳି କିଛି କରନ୍ତି ତାହେଲେ ଆମେରିକାକୁ ଓଡ଼ିଶାର ଚିଙ୍ଗୁଡ଼ି ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ହୋଇପାରିବ। ନଚେତ୍ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ଉପରେ ବଡ଼ ଧରଣର ପ୍ରଭାବ ପଡ଼ିବ। ତେଣୁ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ବାଣିଜ୍ୟ ରାଜିନାମା ନେଇ 5ଟି ପର୍ଯ୍ୟାୟ ଆଲୋଚନା ହୋଇସାରିଲାଣି, କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। 6ଠ ପର୍ଯ୍ୟାୟ ଆଲୋଚନା ଚଳିତ ମାସରେ ନୂଆଦିଲ୍ଲୀରେ ହେବ।